ଦେଖନ୍ତୁ 2023 ମସିହା ସେପ୍ଟେମ୍ବର 20 ତାରିଖରେ ମହିଳା ରିଜର୍ଭେସନ ବିଲ୍ ପାସ୍ ହେଇଥିଲା। କୁହାଯାଇଥିଲା 2029 ମସିହାରେ ଲାଗୁ ହେବ। କିନ୍ତୁ ପୁଣି କ'ଣ ଆବଶ୍ୟକ ପଡ଼ିଲା, ଯାହାଫଳରେ କି ଆସନ୍ତାକାଲି 16, 17, 18ରେ ପାର୍ଲାମେଣ୍ଟ ବସିବ, ବିଲ୍ ସମ୍ପର୍କରେ ଆଲୋଚନା ହେବ। ଯାହା ଶୁଣାଯାଉଛି ଯେ ସିଟ୍ ସଂଖ୍ୟା ବଢ଼ିବ, ମହିଳା ରିଜର୍ଭେସନ ମଧ୍ୟ ହେବ, ତା ସାଥିରେ ଡିଲିମିଟେସନ ମାନେ ସଂରକ୍ଷଣ ମଧ୍ୟ ବଦଳିବ। ତେଣୁକରି ସେ ତାଙ୍କର କ'ଣ ଆଜେଣ୍ଡା ରଖିଛନ୍ତି ଭାରତୀୟ ଜନତା ପାର୍ଟି ସରକାର, ସେଇଟା ଆସନ୍ତାକାଲି 16 ତାରିଖ ଏବଂ 17, 18 ଆଲୋଚନା ହିଁ ବିଲ୍ ପାରିତ ହେଲେ ଜଣାପଡ଼ିବ। କିନ୍ତୁ ମୋ କହିବା କଥା, ଏହାକୁ ସର୍ବସମ୍ମୁଖରେ ଆଣିବା ଉଚିତ ଥିଲା। ତାକୁ ନ ଆଣିକରି ବିଲ୍ର କପି ବଣ୍ଟା ନ ଯାଇ ଏମ୍ପି ମାନଙ୍କୁ ତା ପୂର୍ବରୁ ସାରା ଦେଶରେ ରାଲି ଫାଲି କରିକି ଚଲେଇଛନ୍ତି। ଯେତେବେଳେ ପାର୍ଲାମେଣ୍ଟରେ ପାସ୍ ହେବ, ସବୁ ଦଳଙ୍କର ମତାମତ ନେଇକି ସ୍ୱୀକୃତି ନେଇକି ଏ ବିଲ୍ ପାସ୍ ହୁଏ ବା କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ କରାଯାଏ। କିନ୍ତୁ ସମସ୍ତ କ୍ରେଡିଟ୍ ନେବାକୁ ଯେହେତୁ ଏମାନେ ଚାହୁଁଛନ୍ତି, ଏଇଟା ଠିକ୍ କରୁନାହାନ୍ତି। ଅର୍ଥାତ୍ ସେ କେବଳ ନିଜର ବାହାଦୁରୀ ଦେଖାଇବା ପାଇଁ ଏଇଭଳି ସବୁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ଯାହା ଶୋଭନୀୟ ନୁହେଁ। କାଲି ଯାହା ଆସିଛି 850 ପାଖାପାଖି ସଂସଦୀୟ କ୍ଷେତ୍ର ସିଟ୍ ବଢ଼ିବ, ତ ୟାକୁ କେମିତି ଦେଖୁଛନ୍ତି? ଓଡ଼ିଶାରେ କେତେ କ'ଣ ହେବ ନା କୋଉ ଜନଗଣନା ଆଧାରରେ? ଶୁଣନ୍ତୁ, ଯେତେ ଲୋକ ପ୍ରତିନିଧିମାନଙ୍କ ସଂଖ୍ୟା ବଢ଼ିବ କିଛି ଖରାପ ନୁହଁ, ଭଲ କଥା। କିନ୍ତୁ ସାରା ଭାରତ ବର୍ଷରେ ପ୍ରତ୍ୟେକ ରାଜ୍ୟ ଯେମିତି ନେଗ୍ଲେକ୍ଟ ନ ହେବେ, ଅଣଦେଖା ନ ହେବେ, ସମସ୍ତଙ୍କୁ ସଠିକ୍ ଭାବରେ ନ୍ୟାୟ ପ୍ରଦାନ କରାଯିବ ବା ତାଙ୍କର ଭାଗ ରହିବ, ସେଇଥିପାଇଁ ସରକାର ଯତ୍ନବାନ ହେବା ଉଚିତ। ସାର୍, ଓଡ଼ିଶା କଣ୍ଟେକ୍ସରେ ଯଦି ଦେଖିବା, କୁହାଯାଉଛି ଯେ 11 ରୁ 12 ସିଟ୍ ବଢ଼ିପାରେ, ଏମ୍ପି ସିଟ୍ 70 ରୁ ଅଧିକ ସିଟ୍ ବଢ଼ିବ। କ'ଣ କ'ଣ ଆଧାର ରହିବ, କେଉଁ କେଉଁ ବିନ୍ଦୁ ଆଧାରରେ ସେମାନେ କରିବେ? ଶୁଣନ୍ତୁ, ସେମାନେ ବର୍ତ୍ତମାନ ଯେଉଁ ନୂତନ ପାର୍ଲାମେଣ୍ଟ ଗୃହ କଲେ, ସେ ବୋଧେ ଆଖି ଆଗରେ ରଖିଥିଲେ ଯେ ତାଙ୍କର ବହୁ ପୂର୍ବର ଯୋଜନା ଥିବ। ଏବଂ ଓଡ଼ିଶାରେ ଯଦି ବଢ଼ିବ, କେତେ ସିଟ୍ ବଢ଼ିବ ବର୍ତ୍ତମାନ ଜଣା ନାହିଁ। ଆପଣମାନେ କହୁଛନ୍ତି 10 କି 11 ସିଟ୍ ବଢ଼ିପାରେ, କି 77 ବିଧାନସଭା ସିଟ୍ ବଢ଼ିପାରେ। ବଢ଼ିଲେ କେଉଁ ଆଧାରରେ ବଢ଼ାଉଛନ୍ତି ତାକୁ ଦେଖିବାକୁ ପଡ଼ିବ। ଯଦି ତାଙ୍କର ଇଚ୍ଛା ମୁତାବକ ତାଙ୍କୁ ସୁହାଇଲା ଭଳି କରିବେ, ତାହେଲେ ସେଇଟା ଠିକ୍ ହେବନି। ଯେଉଁଟା ଜନସାଧାରଣଙ୍କୁ ଓଡ଼ିଶାର ହିତ ପାଇଁ ସୁହାଇବ, ସେଇ କଥା କରିବାକୁ ଆମେ ଆହ୍ୱାନ ରଖୁଛୁ। ନାଇଁ, ସେମାନେ ଯାହା ମୁଁ ଖବର ପାଇଛି, ସେମାନେ ବିଭିନ୍ନ ରାଜନୈତିକ ଦଳ ଭାରତବର୍ଷର ତାଙ୍କୁ ଆପ୍ରୋଚ୍ କରିଛନ୍ତି ଏବଂ ସାଉଥ ଇଣ୍ଡିଆରେ ଯେଉଁ ସମସ୍ୟା ହେଉଛି, ସେ ସେଇଥିପାଇଁ 2011 ଜନଗଣନାକୁ ହିସାବକୁ ନେବେ ବୋଲି ଶୁଣାଯାଉଛି। ଭୌଗୋଳିକ ଦୃଷ୍ଟିକୋଣରୁ କେମିତି ରହିବ, ଯେମିତିକି ଜିଓଗ୍ରାଫି? ମୁଁ ଆପଣଙ୍କୁ କହିଯାଉଛି, ଭୌଗୋଳିକ ଦୃଷ୍ଟିକୋଣରୁ ହେଉ, ଜନସଂଖ୍ୟା ଦୃଷ୍ଟିକୋଣରୁ ହେଉ, ବିଭିନ୍ନ ପାରାମିଟର ନେଇ କରନ୍ତୁ। କିନ୍ତୁ ନିଜର ଲୁକାୟିତ ରାଜନୈତିକ ଏଜେଣ୍ଡାକୁ ଯଦି ସେ ଥାପିବାକୁ ଚାହିଁବେ, ସେଟା ଭଲ ହେବନି। 2011 ସବୁ ରାଜ୍ୟ ନ୍ୟାୟ ପାଇବେ? ସେଟା ଡିଟେଲ୍ସ ହିସାବ କଲା ପରେ ଜଣାପଡ଼ିବ। ସେ ଆଗ ସମ୍ପୂର୍ଣ୍ଣ ବିଲ୍ ଉପସ୍ଥାପିତ କରି ଆଲୋଚନା ହେଉ, ତାପରେ କହିବା। କିନ୍ତୁ ରାଜନୈତିକ ଅଭିସନ୍ଧିମୂଳକ କୌଣସି ପଦକ୍ଷେପ ଦିଲ୍ଲୀ ସରକାର ନ ନିଅନ୍ତୁ, ସେଇଥିପାଇଁ ଆମେ ତାଙ୍କୁ ଆହ୍ୱାନ ରଖୁଛୁ।